ରାଧେ ରାଧେ। ଆଜି ହେଉଛି ବୁଧବାର। ବୁଧବାରରେ ଆମେମାନେ ପଢ଼ିବା ଗଣେଶ ପୁରାଣ। ଗଣେଶ ପୁରାଣରେ ଆଜିର ବିଷୟ ରହିଛି ଗଣେଶଙ୍କ ଜନ୍ମଚରିତ ଯୁଧିଷ୍ଠିର ଉବାଚ ଏବଂ ଗଣେଶଙ୍କ ସହ ଶବଙ୍କ ଯୁଦ୍ଧ ଗଜମୁଣ୍ଡ ଧାରଣ। ଏହା ପୂର୍ବରୁ ଆମେମାନେ ଗଣେଶ୍ୱରଙ୍କ ସ୍ତୁତି ଟିକେ ପାଠ କରିଦେବା ଏବଂ ଏହାପରେ ଆରମ୍ଭ କରିବା ଗଣେଶ ପୁରାଣ। ଜୟ ଜୟ ଗଣନାଥ ଗୌରୀ ନନ୍ଦନ, ଜୟ ଜୟ ଲମ୍ବୋଦର ଗଜେନ୍ଦ୍ର ବଦନ, ଜୟ ଜୟ ଗଣପତି ଖର୍ବକୁନ୍ତଧାରୀ, ଜୟ ଜୟ ଦୀର୍ଘ ବାହୁ ସୁଧାଲଡ଼ୁଧାରୀ, ଜୟ ଜୟ ମୂଷିକ ବାହନ ବିଦ୍ୟାଧର, ଜୟ ଜୟ ସୁନ୍ଦର ମୂରତି ଗଣେଶ୍ୱର, ଜୟ ରତ୍ନଗିରିବାସୀ କପିଳ ଦିଦନ୍ତ, ଜୟ ଜୟ ଚତୁର୍ଭୁଜ ସଦାଶିବସୁତ, ମହାକାୟ ଲକ୍ଷ ସ୍ୱର୍ଣ୍ଣ ବର୍ଣ୍ଣ ଗଜକର୍ଣ୍ଣ, ବିକଟ ବିଘ୍ନ ନାଶନ ସଙ୍କଟ ମୋଚନ, ଖଡ୍ଗଧର ଧୂମକେତୁ ଶୋହେ ଶ୍ରୀଚନ୍ଦନ, ସକଳ ଦେବତାଙ୍କର ଅଗ୍ରେତ ବନ୍ଦନ, ଗରବଗଞ୍ଜନ ସାଧୁ ଜନ ପ୍ରିୟ ସଦା, କ୍ଷଣକେ ବୈରୀକୁଳ କରିଦେଉ ପଦା, ଗଣ୍ଡସ୍ଥଳୁ ନିରନ୍ତର ମକରନ୍ଦ ବହେ, ସୁନ୍ଦର ଯଜ୍ଞ ପଇତା କନ୍ଧେ ଶୋଭା ପାଏ, ଜ୍ଞାନ ପ୍ରଦାୟକ ତୁମେ ହେ ଗଣ ନାୟକ, ପାଶାଙ୍କୁଶେ ତ୍ରିଶୂଳେ ବିଘ୍ନ ବିନାଶକ, କଣ୍ଠରେ ମୁକୁତାହାର ସଦା ବିରାଜଇ, କପାଳେ ଚନ୍ଦନ ବିନ୍ଦୁ ସୁନ୍ଦର ଦିଶଇ, ପିତାଙ୍କୁ ଦ୍ୱାର ନିରୋଧ କଲ ଯେତେବେଳେ, କାଟି ପକାଇଲେ ଶିର ସେତେବେଳେ, ସୂର୍ଯ୍ୟକୋଟି ପ୍ରକାଶିତ ଭୀମ ବିନାୟକ, ହୃଦପ୍ରିୟ ବ୍ରହ୍ମଚାରୀ ଅଜ୍ଞାନୀ ଅନ୍ତକ, ଶୁଦ୍ଧ ସୁବର୍ଣ୍ଣର ପ୍ରାୟ ଶରୀର ଦିଶଇ, କର୍ଣ୍ଣ ଯୁଗଳେ କୁଣ୍ଡଳ ତେଜେ ବିରାଜଇ, ଅଜିତ ଜୟ ବର୍ଦ୍ଧନକାରୀ ଦେବରୂପୀ, ଯଜ୍ଞରୂପୀ ବିଷ୍ଣୁ ରୂପୀ କନ୍ଦର୍ପ ସ୍ୱରୂପୀ, ଆଦିଦେବ ଆଦି କର୍ଣ୍ଣ ମାୟା ବିବର୍ଜିତ, ନମ ନମ ଗଣପତି ତ୍ରିଲୋକ ପୂଜିତ, ସେନାଧ୍ୟକ୍ଷ ଜାଡ୍ୟ ହର କଲ୍ୟାଣ ଦାୟକ, ଅମ୍ବିକେୟ ଅରବିନ୍ଦ ହେ ଚଣ୍ଡୀ ନାୟକ, ବ୍ରାହ୍ମଣ ପ୍ରିୟ ଭକତ ବନ୍ଧୁ ହେ ଦୟାମୟ, ଜ୍ଞାନର ଗରିଷ୍ଠ ଦେବ ତ୍ରିଲୋକ ବନ୍ଦନୀୟ, ରକ୍ତ ମନ୍ଦାର ମାଳରେ ତନୁ ବିଭୂଷିତ, ନିଶ୍ଚଳ ଅଗ୍ନିବଦନ ନୁର୍ଗଣ ଆରକ୍ତ,
मेरु मन्दर स्वरूप जार विश्वरूप भिन्नाञ्जन सम प्रभु दण्डी गजरूप रकत चन्दन रक्त वस्त्र परिधान नमस्ते नमस्ते प्रभु अम्बिका नन्दन प्रसारित मधुगन्ध आघ्राण लोलुप होई विराजन्ती गण्डस्थଳରେ मधुप दन्ताघात विदारित वैरी रुधिरे रक्त सिन्दूर पराए देह शोभा करे शङ्कुवर्ण प्रचण्ड हे शान्त भवात्मज ऋषि वन्दनीय तुम्भ चरण पंकज नम विघ्न विनायक अभय वरद कि स्तुति करिबि मोहि अज्ञान निर्बोध हे प्रभु पार्वती मते कृपा कर जन्मे जन्मे से बुथिबि पयर तुम्भर नाही मोर विद्या बुद्धि सहजे मूर्ख तब स्तुति करिबाकु नाही मोर सख्य दया कर आहे प्रभु गिरिजा नंदन तोहर चरण तले गली मु शरण गणेश पुराण गणेशଙ୍କ जन्मचरित युधिष्ठिर उवाच कार्तिकेय जन्म कथा शुणी युधिष्ठिर पुछा कले एहा परे केउ समाचार विस्तारी कहन्तु आहे कमल लोचन बोइले श्रीकृष्ण शुण हे धर्मनन्दन कार्तिकेय उमा भावे शिव वीर्ये जात किंतु उमा गर्भु नहि छन्ति से सम्भूत तेबे पुत्र स्नेह वाक्य माता स्नेहमयी तपस्या करि लभिबे पुत्र विश्वजयी ए स्नेह भाषण भांगी माता न पारिले तपस्या करिबा पाई इच्छा बढाइले से तप कामना बळे गणेश जन्मिबे जगते से अग्र पूज्य गणना होइबे पिता सदाशिव ठारु विशेष विज्ञानी बोलाइबे विघ्न विनाशन महाज्ञानी ऐसन विधि विधान घटिबा कारणे एई उतारु जाहा हेला शुण अवधाने सुत कार्तिकेय वाक्य मने करि ध्यान चलिले पार्वती माता किष्किंध्या कानन से अरण्य एक गिरि गुहा अभ्यंतरे मन निवेशिले गूढ़ तपस्या अर्थरे एपरि विधिरे केते काल गत हेला शुण युधिष्ठिर राय
ତହୁଁ ଯା ଘଟିଲା। ଦିନେ ଭଗବତୀ ନିଜ ଦେହକୁ ନିରେଖି ତପସ୍ୟାରେ ମଳିନତା ହେବ ଉପଲକ୍ଷୀ। ଗୁହାର ଭିତରୁ ଉଠି ସେ ଶିବ ସୁନ୍ଦରୀ ସ୍ନାନ ଅର୍ଥେ ଅଙ୍ଗ ଦ୍ରବ୍ୟ ବିଲେପନ କରି ଯେଉଁ ମଳି ଛଡ଼ାଇଲେ ତାହା କରେ ଧରି ଉଠିଲେ ସେ ଫିଙ୍ଗିବାକୁ ପୁଣି କି ବିଚାରି। ମନେ ମନେ ଏକ ଶିଶୁ ତହିଁରେ ରଚିଲେ ଶ୍ରୀହରି ସ୍ମରଣ କରି ଶରୀର ଗଢ଼ିଲେ। ସେ ଶରୀରେ ଜୀବଦାନ କଲେ ଭଗବାନ। ଏମନ୍ତ ପ୍ରକାରେ ଶିଶୁ ପାଏ ଦିବ୍ୟ ଜ୍ଞାନ। ହରିଙ୍କ ଇଚ୍ଛାରେ ପ୍ରାଣ ପାଇ ସେ ବାଳକ ରୂପେ ମାତ୍ରା ଅଗ୍ରେ ଉଭା ସେ ଗଣନାୟକ। ତନୟର ମଥା କରେ ପରସିଲେ ଯହୁଁ ସଜୀବ କରିଲେ ଉମାପତି ଦେଖି ତହୁଁ। ମାତା ସେ ପାର୍ବତୀ ଦେବୀ ହୋଇ ଆନନ୍ଦିତା ଆଶୀର୍ବାଦ କଲେ ପୁତ୍ର ହୁଅ ମହାଜ୍ଞାତା। ଏପରି ମାନସ ପୁତ୍ର ଶ୍ରୀହରି କୃପାରେ ପାଇଲେ ପାର୍ବତୀ ଦେବୀ ତପସ୍ୟା ସ୍ଥାନରେ। ପାର୍ବତୀ ଦେବୀଙ୍କ ଗୂଢ଼ ତପସ୍ୟା କାଳରେ ଦେହ ମଳୁ ଉପୁଜିଲା ବାଳକ ଭାବରେ। ସେ ବାଳକ ଶ୍ରୀହରିଙ୍କ ମାନସେ ଜୀବିତ ହେଲେ ପୁଣି ମାତା ଆଶୀର୍ବାଦେ ସୁଜାଣିତ। ସେହି ମହାଜ୍ଞାନୀ ଦେବ ଗଣନାଥ ପାଦେ ବିପ୍ର ବାସୁଦେବ ଦାସ ଭକ୍ତ ଭାବେ ବନ୍ଦେ। ଗଣେଶଙ୍କ ସହ ଶିବଙ୍କ ଯୁଦ୍ଧ ଗଜମୁଣ୍ଡ ଧାରଣ। ଯୁଧିଷ୍ଠିର ଉବାଚ ଏଥୁ ଅନ୍ତେ ଯୁଧିଷ୍ଠିର ସାନନ୍ଦ ମନରେ ଶ୍ରୀକୃଷ୍ଣଙ୍କୁ କର ଯୋଡ଼ି ପୁଛିଲେ ସଧୀରେ। କହ ଦେବ ଦୟା ବହି ଗଣେଶ ନନ୍ଦନ ଅପର୍ଣ୍ଣାଙ୍କୁ ଦେଇଥିଲେ ଯେପରି ଆପଣ। ସେ ମହାଜ୍ଞାନୀ ବରଦା ମାତାଙ୍କ ଯୋଗରେ ଜନ୍ମ ଲଭି କି କରମ କରିଲେ ସେଠାରେ। ସ୍କନ୍ଦ ଯେ ଅଗ୍ରଜ ହେଲେ ଗଣେଶ ଅନୁଜ ବଳବୀର୍ଯ୍ୟ ପରାକ୍ରମେ ଦୁହିଁଙ୍କର ତେଜ। ସମାନ ଅଟେ କି ନାଥ ଅଧିକ କାହାର। ସ୍କନ୍ଦ ପରା କରିଛନ୍ତି ତାରକ ସଂହାର। ସେନାନୀ ପଦବୀ ଲଭି ବୀର ଶକ୍ତିଧର। ପାର୍ବତୀ ନନ୍ଦନ ସ୍କନ୍ଦ ଜ୍ୟେଷ୍ଠ ସେ ସୁନ୍ଦର। ଗଣେଶ କି କଲେ ଏବେ ମାତାଙ୍କ ଆଦେଶ। ଅଗ୍ରପୂଜ୍ୟ ହେଲେ କେଉଁ ଗୁଣ ଉପଦେଶ। କୃଷ୍ଣ ବୋଇଲେ ଗଣେଶ ମାତା ଅଗ୍ରତରେ। କର ଯୋଡ଼ି ଠିଆ ହେଲେ ସୁନ୍ଦର ଶରୀରେ।
ତପସ୍ୱିନୀ ମାତୃଦେବୀ ତହୁଁ ସେ ଭବାନୀ। ସ୍ନେହରେ କହିଲେ ବସ୍ତ୍ର ଶୁଣ ମୋର ବାଣୀ। ଏହି ଗୁମ୍ଫା ଦ୍ୱାରେ ତୁ ହି ଜଗି ରହିଥିବୁ। କାହାକୁ ଭିତରେ ଜାଣ କେଭେ ନ ଛାଡ଼ିବୁ। ଶିବ ପ୍ରାପ୍ତ ଅର୍ଥେ ଜପ କରିବି ଏଠାରେ। ସେ ତପସ୍ୟା ଭଙ୍ଗ ଯେହ୍ନେ କେ ଆସି ନ କରେ। ସେଥିପାଇଁ ଆରେ ସୁତ ହୁଅ ଜାଗରିତ। ଆଜ୍ଞା ମାନି ସେ ବାଳକ ଦ୍ୱାରେ ଉପସ୍ଥିତ। ତହୁଁ ଭଗବତୀ ଦେବୀ ଧ୍ୟାନେ ନିଗମନ। ପତି ସଦା ଶିବେ ମତି କଲେ ସମର୍ପଣ। ନିସ୍ତରଙ୍ଗ ମହାର୍ଣ୍ଣବେ ମୌନାକ ଯେପରି। ଏହିପରି କେତେ କାଳ ହୁଅନ୍ତେ ଅତୀତ। ଶୁଣ ଆହେ ନରପାଳ ହେଲା ଯା ଅଦ୍ଭୁତ। ଯେତେବେଳେ ଉମା ଶିବ ଠାରେ ଅନୁରାଗୀ। ସମାଧିରେ ବସି ମନ ଅଧିକେ ସୁଆଗୀ। କରନ୍ତେ ସେ କାଳେ ଶମ୍ଭୁ ଆସନ ଟଳିଲା। ଶିବଙ୍କର ଏକାଗ୍ରତା ଯୋଗ ଭାଙ୍ଗିଗଲା। କାନ୍ଦିବାରୁ ନିଜାସନୁ ଶିବ ଉଠେ ଜାଗି। ମନେ ମନେ ଅନୁମାନ କଲେ ସେହି ଯୋଗୀ। ଆମ୍ଭ ବିରକ୍ତରେ କିବା ଶୈଳେନ୍ଦ୍ର କୁମାରୀ। ରାଗ କରି କାହିଁ ଗଲେ ତନୁ ଦିନ ଘାରି। ଏ ଜୀବନ କାହିଁ ପାଇଁ ହୁଏ ଛଟପଟ। କି କରିବି କେଉଁଠାରେ ପାଇବଇଁ ଭେଟ। ସଙ୍କଟ ପଡ଼ିଲା ମାଡ଼ି ମୁଣ୍ଡେ ଶିବଙ୍କର। ପୂର୍ବ କଥା ସ୍ମରି କଲେ ନିଜକୁ ଧିକ୍କାର। ଅତି ଦୁଃଖେ ନିଜ ଧାମ କୈଳାସ ନଗରୀ। ତେଜିଲେ ଖୋଜିବା ପାଇଁ ନିଜ ପ୍ରାଣେଶ୍ୱରୀ। ହିମାଚଳ ମହାଗିରି ଅରଣ୍ୟ ପ୍ରଦେଶେ। ପ୍ରବେଶିଲେ ମହାଦୁଃଖେ ପୁଣି ନାନା ଦେଶେ। ଖୋଜି ଖୋଜି ଦିବା ରାତି ଫେରନ୍ତି ବିଷାଦେ। ବିଶ୍ରାମ ନ କରି ପୁଣି ଚାଲୁଥାନ୍ତି ପାଦେ। ମନେ ମନେ କାନ୍ଦି କରି ନିଜକୁ ଧିକ୍କାର। କାର୍ତ୍ତିକେୟ ସନ୍ନିଧାନେ ପ୍ରବେଶିଲେ ହର। ସ୍କନ୍ଦଗିରି ସୁଶୋଭିତ ସ୍କନ୍ଦ ଅବସ୍ଥାନେ। ପୁଣି ହସି ହସି ଉଠେ ପିତା ଆଗମନେ। ଅକସ୍ମାତେ ପିତୃଦେବ ଆଗମନ ଦେଖି। ସ୍କନ୍ଦଦେବ ସମ୍ଭ୍ରମରେ ଆସନ ଉପେକ୍ଷି। ଅତି ହରଷରେ ପୁଣି ବିଷାଦ ଚିତ୍ତରେ। ସାଷ୍ଟାଙ୍ଗେ ପ୍ରଣାମ କଲେ ପିତାଙ୍କ ପାଦରେ। କି କାରଣେ ଆଗମନ ପୁଛିଲେ ସେନାନୀ। ଆଶୀର୍ବାଦ କରି ଶିବ ବୋଇଲେ ଏ ବାଣୀ। ଶୁଣ ବତ୍ସ କହେ ତତେ ତୋର ମାତା କାହିଁ।
ତପ କରେ ଦେଖିଥିଲେ ଦିଅ ମତେ କହି। ଏହା ଶୁଣି ସ୍କନ୍ଦ ଦେବ ଯୋଡ଼ିବେ ନିକର। ଆହେ ତାତ ମିଥ୍ୟା କେବେ ନ କହେ କୁମର। ଦେଖିଅଛି ମାତାଙ୍କୁ ମୁଁ ଏଠାରେ କେବଳ, ମାତ୍ର ତବ ଆଜ୍ଞା ବିନା ନ ଦେବାରୁ ସ୍ଥଳ। ତେଣୁ ଗଲେ ମାତା ଚଳି ଗହନ ବିପିନେ, କାହିଁ ଅଛନ୍ତି ନ ଜାଣେ ତପସ୍ୟା ସାଧନେ। ଦେଖିଥିଲେ କହିଥାନ୍ତି ଜାଣନ୍ତୁ ଗୋସାଇଁ, ମୋର ଅପରାଧ କ୍ଷମ କହିଲି ବୁଝାଇ। ଏହା ଶୁଣି ମହାଦେବ ଏକାଗ୍ର ଚିତ୍ତରେ, ଖୋଜିବାକୁ ବିଜେ କଲେ ବିପନ ମଧ୍ୟରେ। ଯେହୁ ତ୍ରିଭୁବନ କର୍ତ୍ତା ସର୍ବଜ୍ଞ ପୁରୁଷ, ସେ କି ନ ଜାଣଇ ନିଜ କାନ୍ତାର ସନ୍ଦେଶ। ତଥାପି ଗଗନ ବନେ କାନ୍ତା ଅନ୍ୱେଷଣ, ବୁଲନ୍ତି ବିଭ୍ରମ ହୋଇ ବାଳୁତ ଯେସନ। ଖୋଜି ଖୋଜି ବନେ ଯହୁଁ ନ ପାଇଲେ ଉମା, ଶିବ ହୃଦେ କ୍ରୋଧ ରାଶି ହେଲା ତହୁଁ ଜମା। ରାଗେ ଧରି ଡମ୍ବରକୁ ପିଟନ୍ତେ ଭୂମିରେ, କମ୍ପିଲା ପାତାଳ ସ୍ୱର୍ଗ ପୃଥ୍ୱୀ ସହିତରେ। ଭୟେ ଥରହର ହୋଇ ତହୁଁ ବସୁନ୍ଧରା, ଧେନୁ ରୂପ ଧରି ଆଗେ ଉଭା ହେଲେ ତୋରା। ବହୁତ ବିନୟ କରି କହିଲେ ଧରଣୀ, ମୋ ସେବାରେ କେଉଁ ଦୋଷ ଘଟିଛି ନ ଜାଣି। ସେ କାରଣୁ କ୍ରୋଧ ଜାତ ହେଲାଟି ତୁମ୍ଭର, କହି ପ୍ରଭୁ ଏ ମୂଢ଼ାର ଅପରାଧହର। ଧରଣୀର ସବିନୟ କରୁଣ ବଚନ, ଶୁଣିଲେ ସଦୟ ଚିତ୍ତେ ପ୍ରଭୁ ତ୍ରିଲୋଚନ। ଉଶ୍ୱାସୀ କ୍ରୋଧ ବିକାର କହିଲେ ଗମ୍ଭୀରେ, ଶୁଣଲ ଧରଣୀ ମୁହିଁ ରାଗେ ଯେ ହେତୁରେ। ମୋର ଅଙ୍ଗ ଅର୍ଦ୍ଧହାରି ପ୍ରାଣ ପ୍ରିୟା ସତୀ, ଉମା ଦେବୀ କାହିଁ ଛନ୍ତି କହ ହେ ଝଟତି। କହିଲେ ଧରଣୀ ଦେବୀ ମୃଦୁ ବିନୟରେ, ପ୍ରଭୁ ଭବାନୀ ଅଛନ୍ତି କିଷ୍କିନ୍ଧ୍ୟା ଗିରିରେ। ଏକଥା ପୃଥିବୀ ଠାରୁ ଶୁଣନ୍ତେ ଶଙ୍କର, ଉମା ସାକ୍ଷାତକୁ ତହୁଁ ଚଳିଲେ ସତ୍ୱର। ଧ୍ୟାନ ବଳେ ପୃଥ୍ୱୀବାକ୍ୟ ସତ୍ୟ ମନେ କରି, ଗହନ ବନେ ଚାଲନ୍ତି ଯଥା ଛନ୍ତି ଗୌରୀ। ଖୋଜି ଖୋଜି କିଷ୍କିନ୍ଧ୍ୟାରେ ହେଲେ ଉପଗତ, ସେ ଗିରି ଗୁମ୍ଫାର ଦ୍ୱାରେ ଦେଖିଲେ ବାଳୁତ। ସେ ବାଳକ ଅପରୂପ ସୁନ୍ଦର ମୂରତି, ପୁଛିଲେ ତାହାକୁ ଶିବ ଦେଖିଛୁ ପାର୍ବତୀ। ଏହା ଶୁଣି ସେ କୁମାର କହିଲେ ଶଙ୍କରେ, ଗୁମ୍ଫା ମଧ୍ୟେ ମୋର ମାତା ଛନ୍ତି ତପସ୍ୟାରେ।
ଶିବ ଲାଗି ଦୃଢ଼ ତପ କରନ୍ତି ବିଧିରେ, ମତେ ଦ୍ୱାରେ ନିଯୋଗିଲେ ବିଘ୍ନ ବିନାଶରେ। ବାଳକ ମୁଖରୁ ଶୁଣି ଏ ସନକ ବାଣୀ, ଠେଲି ସେ ଶିଶୁକୁ ଶିବ ତରବରେ ପୁଣି। ଯେକାଳେ ଚେଷ୍ଟା କରିଣ ପଶନ୍ତି ଭିତରେ, ଗୁମ୍ଫା ଦ୍ୱାର ଧରି ଠିଆ ବାଳକ କ୍ରୋଧରେ। କହିଲେ ଗମ୍ଭୀରେ କିହ ନ ଜାଣୁ କି ତୁହି, ନ ଛାଡ଼ିବି ଭିତରକୁ ମାତୃ ଆଜ୍ଞା ନାହିଁ। ଅଛି ଯେବେ ଶକ୍ତି ତୋର କର ତୁ ପ୍ରକାଶ, ନହିଲେ କ୍ଷଣି ତତେ କରିବି ବିନାଶ। ଏହା ଶୁଣି ସଦାଶିବ ହେଲେ କ୍ରୋଧ ଭର, ବାଳକର ବୀର ବାଣୀ ଘାଣ୍ଟିଲା ଅନ୍ତର। ଠେଲି ପଶିବାକୁ ତହୁଁ କରନ୍ତେ ଯତନ, ଅଟଳ ମେରୁ ସମାନ ବାଳକର ତନ। ନ ଛାଡ଼ଇ ନ ଘୁଞ୍ଚଇ ଲେଡ଼ା ମାଡ଼ ଖାଇ, କ୍ରୋଧେ ଜର ଜର ହୋଇ ଶିବେ ଝିଙ୍ଗା ସଇ। ଆବରି ଦ୍ୱାର ଦେଶକୁ ଠିଆ ହୋଇଥାଏ, ବାର ବାତ ଶିବଙ୍କର ଠେଲା ସହୁଥାଏ। ତଥାପି ଅଟଳ ପୁଣି ଗର୍ଜେ ଭୟଙ୍କର, ପଛ ଘୁଞ୍ଚା ନାହିଁ କେବେ ଗିରିଜାସୁତର। ଯେ ସିଂହ ବାହିନୀ ତାର ପୁତ୍ର ବୀରମଣି, ତାହାକୁ ଜଗତେ କେହି ପାରେ ଅବାଜିଣି। ଏସନ ବାଳକ ରୀତି ଦେଖି ମହେଶ୍ୱର, ତୀକ୍ଷ୍ଣ ଶକ୍ତି ପ୍ରହାରିଲେ ସେ ଶିଶୁ ଉପର। ଆସିବା ଦେଖିଲେ ତହୁଁ ଶକତିର ଧାର, ନିଜ ତେଜ ଶକ୍ତି ତହୁଁ ପ୍ରକାରେ କୁମର। କାଟି ପକାଇଲା ଶିବ ଶକ୍ତି କି ଯେ କାଳେ, ଦେଖି ସଦାଶିବ ମନେ ବିସ୍ମିତ ହୋଇଲେ। ସାମାନ୍ୟ ବାଳକ ଏତ ନୁହଁଇରେ ବାବା, ୟାର ସର ତେଜ କେହୁ ସହିପାରେ ଅବା। ଯଷ୍ଟି ଧରି ସେହି ଶିଶୁ କଲା ନିବାରଣ, ବୋଇଲା ତୁ ପର ଘରେ ପଶୁ କି କାରଣ। ଯଷ୍ଟି ପ୍ରହାରେ ତୋ ମୁଣ୍ଡ ଦେବି ମୁଁ ଫଟାଇ, ଏହା ଶୁଣି ହସିଲେ କଷେ ପାର୍ବତୀ ସାଇଁ। ବୋଇଲେ ମୋ ନାମ ଶିବ ମୋହର ଏ ଘର, ପରମ ଈଶ୍ୱର ମୁହିଁ ପାର୍ବତୀର ବର। ତୁହି ଗଜ ମୂର୍ଖ ତୋର ନାହିଁ କିଛି ଜ୍ଞାନ, ଏମନ୍ତ କହି ପଶନ୍ତେ ଦେବ ପଞ୍ଚାନନ। ସେ ଶିଶୁ କହିଲା ଶିବ କିଏ ମୁଁ ନ ଜାଣେ, କାହିଁ ଯାଇଥିଲୁ କୁହ ତୁହି କି କାରଣେ। ଏହା କହି ବାଡ଼ି ଧରି ପାହାରେ ପିଟିଲା, କଦାପି ତାହାଙ୍କୁ ଦ୍ୱାର ଛାଡ଼ି ସେ ନ ଦେଲା। କୋପେ ଶିବ ତହୁଁ ମନେ ଗଣଙ୍କୁ ସ୍ମରିଲେ, ଏହାରେ ଯେ ଅଛି ତାକୁ ମାରରେ ବୋଇଲେ। ଏହା କହି ଏକାନ୍ତରେ ରହି ତ୍ରିଲୋଚନ, ମନ ମଧ୍ୟେ ଚିନ୍ତା କଲେ ପାଇ ଅପମାନ। ଧାଇଁଲେ ପ୍ରଥମ ଗଣ ଶିବ ଆଜ୍ଞା ପାଇ, ପଚାରିଲେ ସେହି ଦ୍ୱାରପାଳକୁ ସେ ଯାଇ। କିଏ ତୁହି କେଉଁଠାରୁ ଆସିଅଛୁ କହ, ଏ ଦ୍ୱାରକୁ ଛାଡ଼ି ଯାଇ ଦୂରେ ତୁହି ରହ। ଏହା ଶୁଣି ଦ୍ୱାରପାଳ କହେ ତୁମ୍ଭେ କିଏ, ସୁନ୍ଦର ଦିଶୁଛି ତୁମ୍ଭମାନଙ୍କର କାଏ। କାହିଁ ପାଇଁ ଆସିଅଛ କିମ୍ପା କର କଳି, ଛେଚି ଦେବି ଏ ଯଷ୍ଟିରେ ତୁମ୍ଭର ମଉଳି। ସେ ପ୍ରଥମ ଗଣ ଶୁଣି ଏମନ୍ତ ବଚନ,
ଟହ ଟହ ହୋଇ ହସି ବୋଇଲେ ସନ। ଶିବଙ୍କର ଅନୁଚର ଅଟୁ ଆମ୍ଭେମାନେ, ତୁ କିଏ ସେ କଳି କରୁ ରହି ଏହି ସ୍ଥାନେ। ଜୀବନରେ ଆଶା ଥିଲେ ଏଥୁ ବେଗେ ପଳା, ନଗଲେ କ୍ଷଣି ତୋର କାଟି ଦେବୁ ଗଳା। ଦ୍ୱାରପାଳ ବୋଇଲା ମୁଁ ନ ଛାଡ଼ିବି ଦ୍ୱାର, ମାଙ୍କର ଆଜ୍ଞା ନାହିଁ ଆରେ ଅନୁଚର। ଏହା ଶୁଣି ଶିବଗଣ ତହିଁ ଫେରିଗଲେ, ଶିବଙ୍କ ଆଗରେ ସବୁ ବୁଝାଇ କହିଲେ। ଶୁଣି ମହାକ୍ରୋଧେ ତାଙ୍କୁ ବୋଇଲେ ଶଙ୍କର, ସେ ମୂର୍ଖକୁ ବେଗେ ଯାଇ ଦ୍ୱାର ଦୂର କର। ନପୁଂସକ ଜନ ପ୍ରାୟ ଫେରି ଆସି ମତେ, ପଚାରୁଛ ଲଜ୍ଜା ଜାତ ହେଉ ନାହିଁ ଚିତ୍ତେ। ଧାଇଁଲେ ଶିବଗଣ ଅସ୍ତ୍ର ଶସ୍ତ୍ର ଧରି, ବୋଇଲେ ରେ ମୂର୍ଖ ତତେ ପକାଇବୁ ମାରି। ଶୃଗାଳ ତୁ ହୋଇ ସିଂହ ପରକାରେ ବସୁ, ପଚାରିଲେ ପୁଣି ତୁହି କଟୁ କଥା ଭାସୁ। ଆମ୍ଭ ପରାକ୍ରମ ଦେଖି ନାହୁଁ ରେ ପାମର, ତେଣୁ ତୁ ଗର୍ଜନ କରି କହୁଛୁ ଏ ଗିର। ଶିବଗଣଙ୍କର କଥା ଶୁଣି ଦ୍ୱାରପାଳ, କ୍ରୋଧେ ରଙ୍ଗ ବର୍ଣ୍ଣ କରି ବଦନ ମଣ୍ଡଳ। ଯଷ୍ଟି ବୁଲାଇଲା କୁମ୍ଭକାର ଚକ୍ର ପରି, ନିଠାଇ ପିଟିଲା ଶିବଗଣଙ୍କ ଉପରି। ମାଡ଼ ଖାଇ ଶିବଗଣ କରନ୍ତି ବିଚାର, କେମନ୍ତ କରିବା ଶିଶୁ ସଙ୍ଗରେ ସମର। ଲୋକ ନିନ୍ଦା ହେବ ଚାଲ ଏଥୁ ପଳାଇବା, ପ୍ରଭୁଙ୍କ ଛାମୁରେ ସବୁ ବୁଝାଇ କହିବା। ଏମନ୍ତ ବିଚାରି ସର୍ବେ ଗଲେ ପଳାଇ, ଯେଉଁଠାରେ ରହିଥିଲେ ଦେବ ଉମା ସାଇଁ। କହିଲେ ସକଳ କଥା ତାହାଙ୍କ ଆଗରେ, ହାସ୍ୟ କରି ଶିବ ତାଙ୍କୁ କହିଲେ କ୍ରୋଧରେ। ରେ ପ୍ରଥମ ଗଣ ତୁମ୍ଭେ ହୋଇଲ ଶୂକର, କରି ନ ପାରିଲ ଶିଶୁ ଛାରକୁ ଅନ୍ତର। ଜଣେ ଲୋକ ତୁମ୍ଭଙ୍କୁ ଯେ ଦିଏ ଅପମାନ, ଶୁଣିଲେ କି ବୋଲି ବେଟି ତୁମ୍ଭଙ୍କୁ ଯେ ଜନ। ଏବେ ଯାଇ ସେ ମୂର୍ଖକୁ ଦିଅ ପ୍ରତିଫଳ, ଏହା ଶୁଣି ଧାଇଁ ଗଲେ ସେ ଗଣ ସକଳ। ଶିଶୁକୁ କହିଲେ ତୁହି ଛାଡ଼ୁ ନାହୁଁ ଦ୍ୱାର, ଏହି କ୍ଷଣି ପଠାଇବୁ ତତେ ଯମ ଘର। ଏକାକେ ତୁ କି କରିବୁ ଅସ୍ତ୍ର ଶସ୍ତ୍ର ନାହିଁ, ଶିଶୁ ବୋଲି ତତେ ଦୟା କଲୁ ଆରେ ବାଇ। ଏହା ଶୁଣି ସେହି ଶିଶୁ ହୋଇଲା ଚିନ୍ତିତ, ମାତାଙ୍କୁ ନ ପଚାର ମୁଁ କରିବି କେମନ୍ତ। ଦ୍ୱାର ଛାଡ଼ି ଗଲେ ବଳେ ପଶିବେ ପୁରେ, ଏମନ୍ତ ବିଚାର କରୁ ଦେବୀଙ୍କ କର୍ଣ୍ଣରେ। ପଡ଼ିଲା ଏ କୋଳାହଳ ଧ୍ୱନି ବାରମ୍ବାର, ଜୟା ବିଜୟା ସଖୀଙ୍କି ସ୍ମରିଲେ ସତର। ସେକ୍ଷଣି ଜୟା ବିଜୟା ହୋଇଲେ ଧାଇଁ, ଉମା ଦେଶେ ଦେଖିବାକୁ ଦ୍ୱାରେ ହେଲେ ଯାଇ। ଦେଖିଲେ ପ୍ରଥମ ଗଣ ଦ୍ୱାର ଦେଶେ ଥିଲେ, ଫେରି ଯାଇ ପାର୍ବତୀଙ୍କ ଆଗରେ କହିଲେ। ଆଗ ପ୍ରିୟ ସହି ତୁମ୍ଭ ପୁଅ ଯୋଗୁଁ ଆଜ, ପୁରେ ପଶି ନ ପାରିଲେ ପ୍ରଭୁ ଦେବରାଜ। ପ୍ରଥମ ଗଣଙ୍କୁ ଘେନି ଦ୍ୱାରେ ଛନ୍ତି ଆସି, ପଶି ନ ପାରିଲେ ତବ ପୁତ୍ରକୁ ଭରସି।
ବଳାତ୍କାରେ ଦ୍ୱାର ଲଙ୍ଘି ନ ପାରନ୍ତି ସେହି ଶିବଗଣ ସଙ୍ଗେ ଘୋର ଦ୍ୱନ୍ଦ୍ୱ କରେ ସେହି। ପାର୍ବତୀ ବୋଇଲେ ତୁମ୍ଭେ ଦୁହେଁ ଯାଇ କହ, ତାହାଙ୍କୁ ଏମନ୍ତ କଥା କହୁ ଆମ୍ଭ ପୁଅ। ଛାର ସ୍ତ୍ରୀ ବାହୁ ଯୁଦ୍ଧ କରିବ ସେ ଆସି, ତାର ଭୃତ୍ୟ ଶିଶୁ ଏକ ଦ୍ୱାରେ ଅଛି ବସି। ଯୁଦ୍ଧ କର ଯାଇ ତୁମ୍ଭେ ବିଳମ୍ବ ନ କର, ଶିବଙ୍କ ମୁଖରୁ ଶୁଣି ଏ ପୌରଷ ଗୀର। ଯୁଦ୍ଧ କରିବାକୁ ସଜ ହେଲେ ଶିବଗଣ, ପଶୁପଦ ଶକ୍ତି ଆଦି କରିଲେ ଧାରଣ। ଶିଶୁ ନିକଟରେ ଯାଇ ହୋଇଲେ ପ୍ରବେଶ, ସେ ଶିଶୁ ବୋଇଲା ତାଙ୍କ କରି ଉପହାସ। କେତେଥର ଆସୁଅଛ ମାଡୁ ନାହିଁ ଲାଜ, ଯେସନେ ଛାଗଳ ପଲ ମନ୍ଥଇ ଶାର୍ଦୂଳ। କଦଳୀ ବନକୁ ଭାଙ୍ଗେ ଯେପରି ଅନଳ, ସେହିପରି ତୁମ୍ଭଙ୍କୁ ମୁଁ କରିବି ସଂହାର। ଦେଖନ୍ତୁ ଜନନୀ ଆଜି ପରାକ୍ରମ ମୋର, କିନ୍ତୁ ତୁମ୍ଭେମାନେ ଯୁଦ୍ଧ କରିଛ ବହୁତ। ମୁହିଁ ଯୁଦ୍ଧ କରି ନାହିଁ କାହାରି ସଙ୍ଗେ ତ, ମୋହର ପ୍ରଥମ ଯୁଦ୍ଧ ଆଜି ତୁମ୍ଭ ସଙ୍ଗେ। ଶିବ ଯେ ମଧ୍ୟସ୍ଥ ହୋଇ ଦେଖୁଥାନ୍ତି ରଙ୍ଗେ, ହାରିଲେ ତ ମୋତେ ଲୋକ ନିନ୍ଦା ନ କରିବେ। ଜିଣିଲେ ପ୍ରଶଂସା ମୁହିଁ ପାଇବି ଏ ଭବେ, ହାରିବା ଜିଣିବା ଜାଣ ଏକଇ ସମାନ। କେବଳ ପାଇବ ତୁମ୍ଭେ ଲାଜ ଅପମାନ। ଶିଶୁର ଏ କଟୁବାଣୀ ଶୁଣି ଶିବଗଣ, କ୍ରୋଧେ କଲେ ମୋର ମାର ଶବ୍ଦ ଉଚ୍ଚାରଣ। ଦାନ୍ତକୁ କାମୁଡ଼ି କଲେ ହୁଙ୍କାର ଶବଦ, ନନ୍ଦା ଆସି ଧରିଲା ଯେ ଶିଶୁ ବାମ ପାଦ। ଓଟାରନ୍ତେ ଭୃଙ୍ଗି ଆସି ଆର ପାଦ ଧରି, ଟାଣନ୍ତେ ସେ ଶିଶୁ ଗୋଟି ଉଚ୍ଚେ ହସି କରି। ବାହୁ ଦଣ୍ଡ ମାରି ସେହି ଦୁହିଁଙ୍କ ଗଳାରେ, ପାଦକୁ ଛିଞ୍ଚାଡ଼ି ଦେଲା ପଡ଼ିଲେ ସେ ଦୂରେ। ଦ୍ୱାର ବନ୍ଧ ଅର୍ଗଳିକି ଧଇଲା ବାଳକ, ବୁଲାଇଲା ଯେହୁ ବୁଲେ କୁମ୍ଭକାର ଚକ। ନିଠାଇ ପିଟିଲା ଶିବଗଣଙ୍କ ଉପରେ, କାହା ଅଣ୍ଟା ଭାଙ୍ଗିଗଲା ପଡ଼ିଲେ ଭୂମିରେ। କାହା ପିଠି କୁଜ ହୋଇ ଯିବାରୁ ସେ ଭୟେ, ଶରଣ ପଶିଲା ଆସି ବାଳକର ପ୍ରାଏ। କାହା ମୁଣ୍ଡ ଛେଦି ହୋଇଗଲା ସେହି ମଲା, କାହା ଜାନୁ ଭାଙ୍ଗିଗଲା ସେ ଛୋଟା ହୋଇଲା। କାହା କାନ୍ଧ ଦୁଇ ଭାଙ୍ଗି ଯିବାରୁ ବିକଳେ, ମରିଗଲି ମରିଗଲି କହେ ପଡ଼ି ତଳେ। କେହି କେହି ଯୁଦ୍ଧ ଛାଡ଼ି ପଳାଇଲେ ଡରେ, ଶରଣ ପଶିଲେ କେହି ଶିବଙ୍କ ପୟରେ। ସିଂହକୁ ଦେଖିଲେ ମୃଗ ପଳାନ୍ତି ଯେ ସନେ, ପଳାଇଲେ ଶିବଗଣ ନ ରହିଲେ ଜଣେ। ଫେରି ଯାଇ ଦ୍ୱାର ଜଗି ରହିଲା ବାଳକ, ସେ ସମୟେ ଦିଶଇ ସେ ଯେହ୍ନେ କୃତାନ୍ତକ। ପ୍ରଳୟ କାଳର ମହାକାଳ ପରି ଦିଶେ, ଜଗତକୁ ଗ୍ରାସିବ କି ଭୟଙ୍କର ବେଶେ। ବାଳକର ସେ ଭୀଷଣ ମୂରତିକି ଦେଖି, ପ୍ରଥମ ଗଣଙ୍କ ମୁଖ ଭୟେ ଗଲା ଶୁଖି। ତାହାର ପାଖକୁ କେହି ଯାଇ ନ ପାରିଲେ, ରୁଦ୍ରଙ୍କ ଚରଣ ତଳେ ଶରଣ ପଶିଲେ। ବୋଇଲେ ଭୋ ଦେବ ଦେବ ଶିବ ମହାଦେବ, ଶିଶୁ ଭାଙ୍ଗି ଦେଲା ଆମ୍ଭମାନଙ୍କର ଗର୍ବ। ବାଳକ ନୁହଁଇ ସେ ଯେ ସାକ୍ଷାତରେ ଯମ, ତାର ଅପ୍ରମିତ ବଳ ବୀର୍ଯ୍ୟ ପରାକ୍ରମ। ପ୍ରଥମ ଗଣଙ୍କ ଏହି ଆର୍ତ୍ତଧ୍ୱନି ଶୁଣି, ବିସ୍ମୟ ହୋଇଲେ ଲଜ୍ଜା ପାଇ ଶୂଳପାଣି। କଲିପ୍ରିୟ ନାରଦ ଯେ ଶୂନ୍ୟେ ମୂର୍ଗେ ଥାଇ, କଳି ଧୋକଡ଼ି ମୁଣିକି ଦେଇ ନ ଫିଟାଇ। ଲାଗୁ ଲାଗୁ କହି ନାଚୁଥିଲେ ତାଳି ମାରି, ଯହୁଁ ସେ ପ୍ରଥମ ଗଣ ପଳାଇଲେ ହାରି। ମନେ ବିଚାରିଲେ ଯୁଦ୍ଧ ନୌକି ନୋହିଲା ତ କିଛି, କୌତୁକ ଦେଖିବା ପାଇଁ ବ୍ରହ୍ମାଙ୍କର ବସ୍ତି। ପିତାମହ ଅଗ୍ରତରେ କହିଲେ ସେ ଯାଇ, ବ୍ରହ୍ମା ଓଇଲେକ ସଙ୍ଗେ କେହି ଘେନି ଶଚୀ ସାଇଁ। ସଙ୍ଗରେ 33 କୋଟି ଦେବତା ଓଇଲେ, ବିଷ୍ଣୁ ଶଙ୍ଖ ଚକ୍ର ଧରି ପ୍ରବେଶ ହୋଇଲେ। 10 ଦିଗ ପାଳେ ଘେନି ଆପଣା ଆୟୁଧ, ମିଳିଲେ କିଷ୍କିନ୍ଧ୍ୟା ବନେ ଋଷି ମୁନି ବୃନ୍ଦ। ଶିବଙ୍କ ଚରଣ ତଳେ କରି ନମସ୍କାର, ପ୍ରବୋଧ କରି ପ୍ରଥମ ଗଣଙ୍କୁ ସତ୍ୱର। ବୋଇଲେ ଭୋ ଦେବ ଦେବ କି କରିବୁ କହ, ମହାଦେବ ବୋଇଲେ କ ଆହେ ପିତାମହ। ସେ ଶିଶୁକୁ କହ ବେଗେ ଛାଡ଼ି ଦେଇ ଦ୍ୱାର,
नहेले प्रलय हेब जाण बेदबर। शिवଙ୍କ मुखରୁ ଏହା ଶୁଣି ବ୍ରହ୍ମା ଗଲେ ବାଳକ ସମ୍ମୁଖେ ଯାଇ ପ୍ରବେଶ ହୋଇଲେ। ଶିବଙ୍କର ଅନୁଚର ଅଟଇ ଏ ଜନ ଏମନ୍ତ ବିଚାର କରି ପାର୍ବତୀ ନନ୍ଦନ। ବ୍ରହ୍ମାଙ୍କୁ ପାକଲା ଦାଢ଼ି ଧରିଣ ଝିଙ୍କିଲା ଟାଣେ ଝିଙ୍କ ଦ୍ୟନ୍ତେ ଦାଢ଼ି ଉପୁଡ଼ି ପଡ଼ିଲା। ଝର ଝର ହୋଇ ମୁଖୁ ଝରିଲା ରୁଧିର ବ୍ୟାକୁଳ ହୋଇଲେ ଉଚ୍ଚ ସ୍ୱରେ ବେଦବର। ରକ୍ଷା କର ମୁହିଁ ନୁହେଁ ଦୋଷୀ ଏ ଘୋର ସଙ୍କଟୁ ତ୍ରାହି କର ବାଳ ଶିଶି। ଯୁଝିବାକୁ ଆସି ନାହିଁ ମୁଁ ତୁମ୍ଭ ସଙ୍ଗରେ ଅଗଳି ଧଇଲି ଶିଶୁ ଶୁଣି କ୍ରୋଧ ଭରେ। ବ୍ରହ୍ମାଙ୍କ ସଙ୍ଗରେ ଆସିଥିଲେ ଯେତେ ଜନ ପ୍ରହାର କରନ୍ତେ ସର୍ବେ କଲେ ପଳାୟନ। ଶିବଙ୍କ ପାଦରେ ଯାଇ ଶରଣ ପଶିଲେ ଏହା ଦେଖି କ୍ରୋଧ ଭରେ ରୁଦ୍ର ଆଜ୍ଞା ଦେଲେ। ସେନାନୀ ସହିତେ ଯେତେ ଦେବତା ନିକର ଘେରି ମାର ସେ ଶିଶୁକୁ ବିଳମ୍ବ ନ କର। ଧାଇଁଲେ ସଚିପତି ଚଢ଼ି ଐରାବତ ବରୁଣ ପବନ ଯମ ନୈରତ ମରୁତ। କୁବେର ଯେ ବୈଶାନର ଦେବ ନାରାୟଣ ନାଗବଣ ଯକ୍ଷଗଣ କିନ୍ନର ଚାରଣ। ଭୂତ ପ୍ରେତ ପିଶାଚ ଯେ ପ୍ରଥମ ସହିତ ସମର କରିବା ପାଇଁ ହୋଇଲେ ଉଦ୍ୟତ। ଥର ଥର ଦଲ ଦଲ ହୋଇଲା ମେଦିନୀ ବ୍ରହ୍ମା ଆୟୁ କ୍ଷୟ ହୁଏ ଯେସନେ ଅବନୀ। ସେହିପରି ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ କମ୍ପିଲା ଶପଥ ସାଗର ଜଳ କୂଳକୁ ଲଙ୍ଘିଲା। ଘନ ଘନ କମ୍ପମାନ କିଷ୍କିନ୍ଧ୍ୟା କାନନ ଟଳ ଟଳ ହେଲା ଉମା ଦେବୀଙ୍କ ଆସନ। ଜୟା ବିଜୟାଙ୍କୁ ଡାକି କହିଲେ ଗୌରୀ ଦେଖି ଆସ କାହିଁ ପାହିଁ କମ୍ପେ ତୋର ପୁରୀ। ମୋ ପୁତ୍ରକୁ ମାରିବାକୁ ଆସୁଛି କି କିଏ ସଂହାର କାଳର ପ୍ରାୟ ଦିଗ ଦେଖାଯାଏ। ଧାଇଁଲେ ଜୟା ବିଜୟା ଉମା ଆଜ୍ଞା ପାଇ ଦେଖିଲେ ମାର୍ତ୍ତଣ୍ଡ ପ୍ରାୟ ଶିଶୁ ବିରାଜଇ। ଆଲୋକିତ ରୁଦ୍ର ସୈନ୍ୟ ଆସନ୍ତି ଯେ ମାଡ଼ି କେ ଧରୁଛି ଗଦା କେହୁ ଧରିଅଛି ବାଡ଼ି। କାହାର ହସ୍ତରେ ଧନୁ କା ହସ୍ତେ ତୋମର କେହୁ ଧରିଅଛି ଶକ୍ତି କେ ଆସି ମୁଦ୍ଗର। ଭିନ୍ଧି ଫାଳ ଶତଘ୍ନି ଯେ ବଜ୍ର ଶଚୀ ମୁନା କାଳ ଫାଶ ନାଗ ଫାଶ ବର୍ଚ୍ଛା ଏକ ମୁନା। ପରଶୋଧ କଟାରି କେ ଖଣ୍ଡା ତରବାରି ଧରିଣ ବୁଲାନ୍ତି କେହି ବକ୍ରଗତି କରି। ମଇଁଷି ଉପରେ ଚଢ଼ଇ ଆସେ କେଉଁ ବୀର କେହି ଗଜ କେହି ଅଶ୍ୱ କେ ଚଢ଼ିଛି ଖର। ବୃଷଭ ପିଠିରେ ବସି ଆସଇ କେ ଯୋଦ୍ଧା ଡମ୍ବରୁ ତୁମ୍ବରୁ ବାଦ୍ୟ ବାଜଇ ସର୍ବଦା। ଦୁନ୍ଦୁଭି ନାଦରେ ଘନ ଘନ କମ୍ପେ ମହି ଦେଖି ଭୟ କଲେ ଜୟା ବିଜୟା ଏ ଦୁଇ। ଧାଇଁ ଯାଇ ପାର୍ବତୀଙ୍କ ଆଗରେ କହିଲେ ବନଗିରି ମାଡ଼ି ରୁଦ୍ର ସୈନ୍ୟ ଗୋ ଆଇଲେ। ଘେରି ଆଜି ପୁତ୍ରକୁ ଗୋ ମାରି ପକାଇବେ ଧାମନ୍ତି ଗୋ ଅସ୍ତ୍ର ଧରି ଦେବେ ଯେ ଦାନବେ। ନାଗ ଯକ୍ଷ ରକ୍ଷଗଣ ଦୈତ୍ୟ ପିଶାଚର ଦଶ ଦିଗ ପାଳ ରୁଦ୍ର ଗଣ ଗୋ ଆବର। ତାର ବାର କରଣ ଯେ ଗ୍ରହ ନକ୍ଷତ୍ରାଦି ସମସ୍ତେ ତ ହୋଇଛନ୍ତି ପୁତ୍ରର ବିବାଦୀ। ନ ରହିବ ଏହି ବନ ନ ରହିବା ଆମ୍ଭେ ଦ୍ୱାରେ ଏହି ଶିଶୁ ଗୋଟି ରହିଅଛି ଦମ୍ଭେ। ପୁତ୍ରକୁ ଘେନି ଗୋ ଚାଲ ପଳାଇଣ ଯିବା ରୁଦ୍ର କୋପରେ ଗୋ ଆଜି କେହି ନ ବର୍ତ୍ତିବା। ଶୁଣି ସଖୀଙ୍କର ବାଣୀ ଗିରିରାଜ ସୁତା ବୋଇଲେ ଅନୀତି କିମ୍ପା କରନ୍ତି ଦେବତା। ବାଳକକୁ ମାରିବାକୁ ଆସିଛନ୍ତି ଧାଇଁ ମୋ ପୁତ୍ରର ମହିମା କି ତାଙ୍କୁ ଜଣା ନାହିଁ। ଏହା କହି କଲେ ଦୁଇ ଶକତି ନିର୍ମାଣ ଗୋଟିଏ ଶକତି କୃଷ୍ଣ ପର୍ବତ ପ୍ରମାଣ। ମହାଭୟଙ୍କର ସେହି ପାର୍ବତୀଙ୍କ ଶକ୍ତି ବଦନ ବିମ୍ବର ତାର ବିସ୍ତାର ଯେ ଅତି। ତାର ନାମ ମହାମୁଖା ବଳ ଅପ୍ରମିତ ଦ୍ୱିତୀୟ ଶକ୍ତିର ନାମ ଶୁଣ କୁନ୍ତୀ ପୁତ୍ର। ଅସଂଖ୍ୟ ବାହୁଶାଳିନୀ ସେ ଶକତି ନାମ କୋଟି କୋଟି ସୂର୍ଯ୍ୟ ତାକୁ ନୋହିବେ କସମ। ବିଜୁଳି ସମାନ ସେହି ଗତାୟତ କରେ ସେ ଦୁଇ ଶକ୍ତି କି ନେଇ ଦେଇ ପୁତ୍ରକାରେ। ବୋଇଲେ ରେ ବାବୁ ତୁହି ଯୁଦ୍ଧେ ହୁଅ ଜୟୀ ଏହା କହିଣ ଅନ୍ତର ହେଲେ ମହାମାୟୀ। ଏଥୁ ଅନନ୍ତରେ ଶୁଣ ଯୁଦ୍ଧ ସମାଚାର
ରୁଦ୍ର ସୈନ୍ୟ ଷଡ଼ାନନ ହୋଇ ଆଗଭର, ସରଜାଳେ ଗଗନକୁ କଲେ ଆଚ୍ଛାଦିତ। ତାହା ଦେଖି ଶିଶୁ ହୋଇ ଅତି କୋପାନ୍ୱିତ, ଶକ୍ତି ଏକ ପ୍ରହାରିଲା ଗଲା ସେ ପ୍ରଖରେ, ଅସ୍ତ୍ରଶସ୍ତ୍ର ଭସ୍ମ କରି ଉଡ଼େ ଗଗନରେ। ଜେସନେ ମନ୍ଦର କରେ ସମୁଦ୍ର ମନ୍ଥନ, ଶକତି ମନ୍ଥିଲା ସୈନ୍ୟ ସିନ୍ଧୁକୁ ତେସନ। ପରିଘ ହସ୍ତରେ ଧରି ବାଳକ ମାରଇ, ମତ୍ତ ମାତଙ୍ଗ କି ପଦ୍ମବନକୁ ଦଳଇ। କିବା ଛାଗ ମେଷ ପରେ ପଶିଅଛି ବାଘ, ଆଶ୍ଚର୍ଯ୍ୟ ହୋଇଲେ ଦେଖି ସୁରାସୁର ନାଗ। ଭୟେ କେହି ଅସ୍ତ୍ରଶସ୍ତ୍ର ଧରି ନ ପାରିଲେ, ବିଷମ ଆଘାତ ପାଇ ତଳେ ପଡ଼ିଲେ। କେବଳ ଇ 10 ଦିଗ ଦିଶୁଛି ଅନ୍ଧାର, କି କରିବୁ କାହିଁ ଯିବୁ ନାହିଁ ପ୍ରତିକାର। ଏମନ୍ତେ ବ୍ୟାକୁଳ ହୋଇ କରନ୍ତି ରୋଦନ, ଶକ୍ତି ଗତି କରଇ ସେ ବିଜୁଳି ସମାନ। ଲୁଚିଯାଏ ଦେଖା ଦିଏ ଦେବୀଙ୍କ ଶକତି, ରୁଦ୍ରସେନା ଚିତ୍ତେ ଜାତ ଖିଲା ମହାଭୀତି। ଏ ଅପୂର୍ବ ଯୁଦ୍ଧ ଦେଖି ନାରଦ ଯେ ମୁନି, ନୃତ୍ୟ କଲେ ଝାଡ଼ି କଳି ଧୋକଡ଼ିକି ପୁଣି। ଲାଗୁ ଲାଗୁ କହି ତାଳି ମାରି ଆନନ୍ଦରେ, ରହିଲେ କ ମନ ଯାନ ଚଢ଼ି ଗଗନରେ। ଉର୍ବଶୀ ମେନକା ରମ୍ଭା ତିଳୋତ୍ତମା ଆଦି, ଯେତେକ ଅପ୍ସରାଗଣ ଦିବ୍ୟ ବସ୍ତ୍ର ପିନ୍ଧି, ଶୂନ୍ୟ ରହି ଦର୍ଶନ କଲେ ସେ ସମର। ମହାବଳବନ୍ତ ସେହି ପାର୍ବତୀ କୁମର, ଯୁଦ୍ଧରେ ସେ କାଳଜମ ପ୍ରାୟ ଦେଖାଯାଏ। ସିନ୍ଧୁ ଦ୍ୱୀପ ସହ ପୃଥ୍ୱୀ ଥରହର ହୋଏ, ପର୍ବତ କାନନ ନଦୀ ଆକାଶ ପାତାଳ। କମ୍ପମାନ ହେବା ଦେଖି ଦେବତା ସକଳ, ଭୟେ ପଳାୟନ କଲେ ଦେଖି ଷଡ଼ାନନ। ସୈନ୍ୟଙ୍କୁ ଫେରାଇ କହି ପ୍ରବୋଧ ବଚନ, ଧନୁ ଧରି ଯୁଦ୍ଧ କଲେ ବାଳକ ସଙ୍ଗତେ। 10 ଦିଗ ଆଚ୍ଛାଦିଲେ ତୀକ୍ଷ୍ଣ ଶରଘାତେ, ତାହା ଦେଖି ସେ ବାଳକ ଶକ୍ତି ପ୍ରହାରିଲା। କାର୍ତ୍ତିକେୟ ଅସ୍ତ୍ର ଜାଳି ପୋଡ଼ି ପକାଇଲା, ଦେଖି ଭୟେ ପଳାଇଲେ ଦେବସେନାପତି। ରୁଦ୍ରଙ୍କ ଚରଣ ତଳେ କରିଣ ପ୍ରଣତି, କହିଲେ ଭୋ ଦେବ ଦେବ ପ୍ରଭୁ ପଞ୍ଚାନନ। ବହୁତର ଯୁଦ୍ଧ ଆମ୍ଭେ କରିଛୁ ଦର୍ଶନ, ତା ସମାନ ବୀର ଜଣେ ଦେଖି ନାହୁଁ କାହିଁ। କ୍ଷଣକରେ ତ୍ରିଭୁବନ ପାରଇ ସେ ଦହି, କୋଟି କୋଟି ସୂର୍ଯ୍ୟ ତାକୁ ନୋହିବେ ଯେ ସମ। ଯମର ଉପରେ ସେହି ଅଟେ କାଳଯମ, ଆପଣ ଯୁଦ୍ଧକୁ ବେଗେ କରନ୍ତୁ ଗମନ। ନୋହିଲେ ସଂହାର ନିଶ୍ଚେ ହେବ ତ୍ରିଭୁବନ। ଏହା ଶୁଣି ତ୍ରିଲୋଚନ ହୋଇ କୋପମତି, ସେ ସ୍ଥାନରୁ ଉଠିଗଲେ ଯୁଦ୍ଧକୁ ଝଟତି। ତାଙ୍କ ପଛେ ପଛେ ଗଲେ ଦେବସେନାଗଣ, ଏକାଳେ ଆସି ନାରଦ ଋଷି ତପୋଧନ। ବୋଇଲେ ହେ ସଦାଶିବ ସେ ଦୃଷ୍ଟ ବାଳକ, କ୍ଷଣକରେ ସଂହାରିବ ଚତୁର୍ଦ୍ଦଶ ଲୋକ। ତାହାକୁ ମାରନ୍ତୁ ବେଗେ ନ କରି ବିଳମ୍ବ, ଏହା କହି ଚାଲିଯାନ୍ତେ ଦେବ ସଦାଶିବ। ବାଳକର ରୂପ ଦେଖି ହୋଇଲେ ବିସ୍ମିତ, ମନେ ବିଚାରିଲେ ଏହା ବଳ ଅପ୍ରମିତ। ଏହାକୁ କପଟ କରି ନ ମାଇଲେ ମୁହିଁ, ନ ମରିବ ଏହା ସଙ୍ଗେ ଯୁଦ୍ଧ କଲେ କେହି। ସକଳେ ହାରିବେ ନିଶ୍ଚେ ଏହାକୁ ସମରେ, ଏମନ୍ତ ବିଚାର କରି ଆପଣା ମନରେ। ବିଷ୍ଣୁଙ୍କୁ ବୋଇଲେ ଏହୁ ମରିବ କିପରି, ଶିବଙ୍କ ମୁଖରୁ ଚାହିଁ ବୋଇଲେ ଶ୍ରୀହରି। ମାୟାରେ ଏ ଶିଶୁକୁ ମୁଁ କରୁଛି ନିସ୍ତେଜ, ତୁମ୍ଭେ ଏହା ସଙ୍ଗେ ଯୁଦ୍ଧ କର ଦେବରାଜ। ଏହା ଶୁଣି ଆଗଭର ହେଲେ ଶିବଗଣ, ବିଶ୍ୱକୂଟ ମାୟା ବିଷ୍ଣୁ କଲେ କଭିଆଣ। ପାର୍ବତୀଙ୍କ ଶକ୍ତି ଦୁଇ ତେଜହୀନ ହେଲେ, ନାନା ଅସ୍ତ୍ର ଧରି ଶିଶୁ ଆଗେ ଉଭା ହେଲେ। ତାହାଙ୍କୁ ଦେଖି ସେ ଶିଶୁ ଅତି କ୍ରୁଦ୍ଧ ହୋଇ, ଗଦା ପ୍ରହାରିଲା ଶିରେ ବୁଲାଇ ବୁଲାଇ। ବିମୁଖ ହୋଇ ପକାଇ ଗଲେ ଶିବଚର, ଶକ୍ରଧେ ତ୍ରିଶୂଳ ହସ୍ତେ ଧଇଲେ ଶଙ୍କର। ତ୍ରିଶୂଳକୁ ବ୍ୟର୍ଥ କଲା ଶିଶୁ ଗଦା ମାରି, ଧଇଲେ ପିନାକ ଧନୁ କ୍ରୋଧେ ତ୍ରିପୁରାରି। ସେ ଧନୁକୁ କାଟି ଶିଶୁ କରି ଖଣ୍ଡ ଖଣ୍ଡ, ବୁଲାଇ ବୁଲାଇ ପୁଣି ସେହି ଗଦା ଦଣ୍ଡ। ଶିବଙ୍କର ପଞ୍ଚବାହୁ କାଟି ପକାଇଲା, ଦେବଙ୍କ ଉପରେ ଗଦା ବୁଲାଇ ପିଟିଲା।
ଇନ୍ଦ୍ର ଆଦି ଦେବଗଣ ଭୟ ପଳାଇଲେ, ସକଳେ ଦୂରରେ ରହି ସମର ଦେଖିଲେ। ସର୍ବେ ବୋଇଲେ କ ଧନ୍ୟ ଏ ଶିଶୁର ବଳ, ଦେଖିଛୁ ଅନେକ ଦେବ ଦାନବଙ୍କ ଗଳ। ଯକ୍ଷ ରକ୍ଷ ନାଗଗଣ ଯୁଦ୍ଧ ଦେଖିଅଛୁ, ଏହା ସମ ବଳବନ୍ତ କାହିଁ ନ ଦେଖିଛୁ। ଏ ସମୟେ ପାଞ୍ଚଭୂତେ ପୁଣି ପଞ୍ଚାନନ, ମହାକ୍ରୋଧେ କଲେ ମହା ତ୍ରିଶୂଳ ଧାରଣ। ଏ ସମୟେ ସେହି ଶିଶୁ ହସ୍ତେ ଗଦା ଧରି, ଶିବ ଶୂଳେ ପ୍ରହାରିଲା ସିଂହନାଦ କରି। ଶୂଳେ ବାଜି ଚୂର୍ଣ୍ଣ ହେଲା ସେହି ଗଦାବର, ଧାଇଁଲେ କଶୂଳ ଧରି ଦେବ ମହେଶ୍ୱର। ଭଗ୍ନ ଗଦା ଧରି ଶିଶୁ ବେଗେ ପ୍ରହାରିଲା, ତ୍ରିଶୂଳ ଆଘାତେ ସେହି ଗଦା ଭଗ୍ନ ହେଲା। ପରିଘ ଧରିଲା ଶିଶୁ ପୁଣି କ୍ରୋଧ ଭରେ, ତ୍ରିଶୂଳ ହସ୍ତରେ ଶିବ ମିଳିଲେ ଆଗରେ। ଦୁଇ ଜଣଙ୍କର ହେଲା ଭୀଷଣ ସମର, ରୁଦ୍ରମୂର୍ତ୍ତି କି ଧଇଲେ ସେ କାଳେ ଶଙ୍କର। ତ୍ରିଶୂଳରେ ଶିଶୁ ମୁଣ୍ଡ କାଟି ପକାଇଲେ, ଜୟ ଜୟ କହି ରୁଦ୍ରଗଣ ନୃତ୍ୟ କଲେ। ଦେବତାଏ ଯୁଦ୍ଧ ତେଜି ହୋଇଲେ ନିରସ୍ତ, ମହାଦେବଙ୍କର କ୍ରୋଧ ହୋଇଗଲା ଶାନ୍ତ। ଯହୁଁ ଦ୍ୱାରପାଳ ତଳେ ହୋଇଲା ପତନ, ତହୁଁ ଗୁମ୍ଫା ମଧ୍ୟ ଶିବ କରିଲେ ଗମନ। ଦେଖିଲେ ଭବାନୀ ଘୋର ତପସ୍ୟା ନିମଗ୍ନା, ଶିବ ଛାୟା ଦର୍ଶନେ ହେଲ ତପଭଗ୍ନା। ପତି ପାଶେ ଆଗମନ ବାଞ୍ଛିତ କାରଣ, ତେଣୁ ଭଗବତୀ ଇଷ୍ଟ ହୋଇଲା ପୂରଣ। ତରବରେ ଉଠି କରି ହେଲେ ଆନନ୍ଦିତ, ଓଳଗିଲେ ପତି ପାଦେ ହିମାଦ୍ରି ଦୁହିତ। ବ୍ୟାଘ୍ରାସନ ଦେଇ ପାଦ ପଦ୍ମେ ପୂଜା କରି, ଚରଣ ଉଦକ ନେଇ ଶିରେ ଭର୍ବେ ଭରି। ସଦାଶିବ କୁଶଳରେ ବସିଲେ ଆସନେ, ଆଶୀର୍ବାଦ କଲେ ପୁଣି ଆନନ୍ଦିତ ମନେ। ପ୍ରେମମୟା ଗୌରୀ ଦେବୀ ଜଗତ ଜନନୀ, ପତି ଶୁଭାଶିଷ ଶୁଣି ହେଲେ ବହୁ ଧନୀ। ଏତେ କାଳେ ତପସ୍ୟାର ଫଳ ଲାଭ କରି, ଭକ୍ତି ଚିତ୍ତେ ସ୍ୱାମୀ ପାଦେ ବଚନ ଉଚ୍ଚାରି। ଶୁଣନାଥ ଆପଣଙ୍କ ଶୁଭାଗତ ମନତେ, ସକଳ କୁଶଳ ଟିକି ଘେନ ମଉଦନ୍ତେ। ଗୁମ୍ଫା ଦ୍ୱାରେ ମତେ ଏକ ଶିଶୁ ଥିଲା ବସି, ଜଗିଥିଲା ଏଥୁ ଯେହ୍ନେ ନ ପାରେ କେ ପଶି। ଆପଣେ ଯେ କି ଉପାୟେ ଆସିଲେ ଏଠାକୁ, କହ ପ୍ରଭୁ ସେବାର ତା ସନ୍ଦେହ ଏଥେକୁ। ପାର୍ବତୀ ବିନୟ ବାଣୀ ଶୁଣି ସେ ଶଙ୍କର, କହିଲେ ସଧୀରେ ଶୁଣ ଆଗ ରାମାବର। ସେ ଶିଶୁଟି ଗୁମ୍ଫା ଦ୍ୱାରେ କିଏ ଥିଲା ବସି, ଉପସ୍ଥିତ ହୋଇ ତାକୁ ପଚାରିଲୁ ଆସି। ସେ ବୀର ବାରିକ ତଳେ ଆମ୍ଭଙ୍କୁ ନ ଡରି, ଗମ୍ଭୀର ସ୍ୱରେ କହିଲା ଶୁଣ ବ୍ରହ୍ମଚାରୀ। ଗୁମ୍ଫା ମଧ୍ୟେ ଛନ୍ତି ମୋର ମାତା ଠାକୁରାଣୀ, ଶିବଙ୍କୁ ମନାସି ତପ କରନ୍ତି ଏକ୍ଷଣି। ଏହିପରି ସେ ବାଳକ କହିଲା ଆମ୍ଭଙ୍କୁ, ମମନ ଉଦ୍ବେଗ କେହ୍ନେ ଦେଖିବି ତୁମ୍ଭଙ୍କୁ। ଆଉ କିଛି ନ ପଚାରି କାଳକକୁ ଠେଲି, ଭିତରେ ପ୍ରବେଶ ଚେଷ୍ଟା ଯହୁଁ ମୁଁ କରିଲି। ଉଠି ସେ ବାଳକ ତହୁଁ ଦ୍ୱାର ଆବରିଲା, ମାତା ଆଜ୍ଞା ନାହିଁ ବୋଲି ମତେ ନିଷେଧିଲା। ନ ଛାଡ଼ିଲା ଭିତରକୁ ମେରୁ ପରି ଠିଆ, କହିଲା ରେ ବ୍ରହ୍ମଚାରୀ ଏତେ ତୋର ହିଆ। ଠେଲି ପଶିବାକୁ ଚେଷ୍ଟା କରୁ ଅକାରଣ, ମୋର ଆଗେ ନ ଦେଖା ତୁ ଏହି ବୀରପଣ। ଥିଲେ ଅଙ୍ଗେ ବଳ ତୋର ମତେ ଜୟ କର, ଏହା କହି ଗୁମ୍ଫା ଦ୍ୱାରେ ହେଲା ଆଗଭର। ସେ ବୀର ବାଳକ ବାଣୀ ଅସହ୍ୟ ହେବାରୁ, ଧରାଧରି ମରାମରି ହେଲୁ ଆମ୍ଭେ ଭୀରୁ। ସାମାନ୍ୟ ନୁହେଁ ସେ ଶିଶୁ କଲା ସେ ସମର, ତ୍ରିପୁର ବିଜୟୀ ସେହୁ ଅତି ଭୟଙ୍କର। ସେ ବିଷମ ଯୁଦ୍ଧ ଯାହା କଲା ମୋ ସଙ୍ଗରେ, କା ଆଗେ କହିବି ଲଜ୍ଜା ବିଶ୍ୱ ଜଗତରେ। ଶିଶୁ ଜ୍ଞାନେ ତାର ସଙ୍ଗେ ଯୁଦ୍ଧ ନ କରିନ, ପ୍ରଥମ ଗଣଙ୍କୁ ମନେ କରିଲି ସ୍ମରଣ। କାର୍ତ୍ତିକେୟ ସହ ବ୍ରହ୍ମା ବାସବ କୁବେର, ବରୁଣ ମରୁତ ଯମ ଆଦି ବୈଶାନର। ଏମାନେ ସୈନ୍ୟ ତାର ସଙ୍ଗେ ଯୁଦ୍ଧ କଲେ, ସେ ଶିଶୁ ଦ୍ୱାରପାଳକୁ ହାରି ପଳାଇଲେ। ଅନୁଚର ଗଣ ଆସି ଜଣାଇଲେ ମତେ, ରୁଦ୍ରମୂର୍ତ୍ତି ଧରି ଯୁଦ୍ଧ କଲି ତା ସଙ୍ଗତେ। ଅବଶେଷେ ମାରି ତାକୁ ଆସିଲି ଏଥକୁ, ତ୍ରିଶୂଳ ମହତ ମୋର ରଖିଲା କାଳକୁ। ଏହା ଶୁଣି ଭଗବତୀ ଗିରିଶ ନନ୍ଦିନୀ, ହାହାକାର କରି ଉଠି ଧାଇଁଲେ ସେ କ୍ଷଣି। ଗୁମ୍ଫା ଦ୍ୱାରେ ଆସି ବେଗେ ହେଲେ ଉପସ୍ଥିତ, ଛିନ୍ନମସ୍ତ୍ର ସୂତ ମୃତ୍ୟୁ ଦେଖି ମୂରୁଛିତ। ଚେତି ଉଠିଣ ବିଳାପ କରନ୍ତି ପାର୍ବତୀ, କାହିଁ ଛାଡ଼ି ଗଲୁ ମୋର ପୁତ୍ର ଗଣପତି। ଆହେ ନାଥ ଶୁଣ ମୋର ଅଟେ ନନ୍ଦନ, ମାରିଣ ଏହାକୁ ମତେ କଲ ନିଃସନ୍ତାନ।
କିପରି ଜୀବ ଏହୁ କରନ୍ତୁ ଉପାୟ, ନହିଲେ ମୋ ପ୍ରାଣ ଏବେ ଛାଡ଼ିବି ନିଶ୍ଚୟ। ତହୁଁ ଶିବ ପୁଚ୍ଛା କଲେ ଉମାଙ୍କୁ ସତରେ, କହ ଦେବି ତ ପୁତ୍ର ଏ ହେଲା କି ପ୍ରକାରେ। ସଦାଶିବ ବାଣୀ ଶୁଣି ଦେବୀ ହୈମବତୀ, କର ପଦ୍ମ ଯୋଡ଼ି ଶିର ନୁଆଁଇ କହନ୍ତି, ଆହେ ନାଥ ତବା ଦେଶ ଘେନି ଏ ଅବଳା, ଅନ୍ତର ହୋଇଣ ଶୋକ ଦୁଃଖରେ ବିହଳା। ପୁତ୍ର ସଡ଼ା ନ ପାଶେ ନିଅନ୍ତେ ଶରଣ, ସେ ମୋତେ ନିରାଶା ବାଣୀ ଶୁଣାଏ ତକ୍ଷଣ। ମୋତେ ମାତ ପିତ୍ରା ଦେଶେ ବିନା ଏ ସ୍ଥାନରେ, ରହି ନ ପାରିବ କ୍ଷମା କର ଏ କୁମାରେ। ସ୍କନ୍ଦ ଯେ ନନ୍ଦନ ତୁମ୍ଭେ ତେଜରୁ ସମ୍ଭୂତ, ତେଣୁ ସେ ନିରାଶ କରି କହିଲା ଏମନ୍ତ, ତୁମ୍ଭ ରୋଷ ଦୂର ହେବ ମୋଠାରୁ ଯେପରି, ତପ କର ଜନନୀ କହିଲା ଏପରି। ତହୁଁ ଏ ହତଭାଗିନୀ ଏ କିଷ୍କିନ୍ଧ୍ୟା ବନେ, ତପସ୍ୟା କରୁଥିଲା ବସି ଏ ନିର୍ଜନେ। କିଛି ଦିନ ତପ ଅନ୍ତେ ତାପେ ହେଲି ଦାହୀ, କୁଙ୍କୁମେ ରଞ୍ଜିତ କରି ଶରୀରକୁ ମୁହିଁ। ଘଷି ଘାସି ଛଡ଼ା ଅନ୍ତେ କୁଙ୍କୁମର ମଳି, ସାଉଁଟି ଧରନ୍ତେ ହେଲା ଗୋଟିଏ ପିଣ୍ଡୁଳି। ତାହା ଧରି ସ୍ନାନ ପାଇଁ ମୁହିଁ ଯାଉଥିଲି, ସେ ମଳୁଖରୁ ଏ ପୁତ୍ରଟିକି ଗଢ଼ିଥିଲି। ସ୍ନାନ ସାରି ସେ ମଳୁଖ ଶିଶୁଟିକି ଧରି, ସଜୀବ କରିବା ପାଇଁ ଚିନ୍ତିଲି ଶ୍ରୀହରି। ମୋର କଥା ଜାଣି ପାଇଁ ଚିନ୍ତିଲି ଶ୍ରୀହରି। ମୋର କଥା ଜାଣି ପ୍ରଭୁ କଲେ ଆଗମନ, ପ୍ରସନ୍ନ ହୋଇ ଏହାକୁ ଦେଲେ ଜୀବଦାନ। ପ୍ରାଣ ଲୋଭି ଠିଆ ହେଲା ଶିଶୁ ମା ବୋଲି, ତା ସୁନ୍ଦର ମୂର୍ତ୍ତି ଦେଖି ଆନନ୍ଦିତ ହେଲି। ଏ ସମୟେ ଦୟାମୟ ବୈକୁଣ୍ଠ ବିହାରୀ, ଆଶୀର୍ବାଦ କଲେ ମୋର କୁମରକୁ ଧରି। ହୁଅରେ ଗଣନାୟକ ପାର୍ବତୀ ନନ୍ଦନ, ମାତୃ ଆଶୀର୍ବାଦେ ଭଲ ଜ୍ଞାନ ମହାଧନ। ଏପରି ଆଶିଷ ଦେଇ ପ୍ରଭୁ ନିରଞ୍ଜନ, ହେଲେ ଅନ୍ତର୍ହିତ ତହୁଁ କଲି ମୁଁ ଗମନ। ଆନନ୍ଦିତ ମନେ ପୁଣି ତପସ୍ୟା ସାଧନେ, ଭିତରେ ରହିଲି ଦ୍ୱାରେ ରଖିଏ ନନ୍ଦନେ। ବିଘ୍ନ ବିନାଶନ ଏ ମୋ ମାନସ କୁମର, କହିଲି ହେ ନାଥ ଜାଣ ଏହା ସତ୍ୟ ଗୀର। ଗୌରୀ ବଦନୁ ଏହି ଶକାତୁର ବାଣୀ, ଶୁଣି ବିସ୍ମୟେ ବୋଇଲେ ତାଙ୍କୁ ଶୂଳପାଣି। ଆଗେ ଧୀରେ ଧୈର୍ଯ୍ୟ ଧରି ଶୁଣି ମୋ ଉତ୍ତର, ମୁଣ୍ଡହୀନେ ପଡ଼ିଅଛି ତୁମ୍ଭର କୁମର। ବିନା ମସ୍ତକରେ ଜୀଇଁ ପାରିବ କେମନ୍ତେ, କ୍ରୋଧ ବଶେ ତ୍ରିଶୂଳରେ ତା ଶିର ଛିଣ୍ଡାନ୍ତେ। ଛିନ୍ନ ହୋଇ ଗଣ୍ଡି ମୁଣ୍ଡ ପଡ଼ିଥିଲା ଏଥି, ତୁମ୍ଭଙ୍କୁ ଦେଖିବା ପାଇଁ ଗଲି ଆଗେ ସତୀ। ଗଣ୍ଡି ଚିତା ପଡ଼ିଅଛି କାହିଁ ଗଲା ଶିର, ମୁଣ୍ଡହୀନେ ବଞ୍ଚିବ ଏ କେମନ୍ତ ପ୍ରକାର। ଏ ବାଣୀ ଶୁଣିଣ ତହୁଁ କହନ୍ତି ଭବାନୀ, ଆହେ କୃପା ସିନ୍ଧୁ ତୁମ୍ଭେ ଅଟ ଅନ୍ତର୍ଯ୍ୟାମୀ। ଦୟାକରି ବଞ୍ଚାଇଲେ ବଞ୍ଚିବ ମୋ ସୁତ, ଏଥିକି ଉପାୟ କର ପାଞ୍ଚିଛି ଏମନ୍ତ। ଗର୍ଭଧାରୀ ନାରୀ ଗର୍ଭ 10 ମାସ ପରେ, ଆଦ୍ୟ ଜନ୍ମ ହୋଇଥିବ ପୁତ୍ର ଯେଉଁଠାରେ। ତାର ମାତା ପିଠି କରି ତାକୁ ଶୋଇଥିବ, ସେ ଶିଶୁ ମୁଣ୍ଡ କାଟିଣ ଯେବେ ଅଣାଇବ। ସେ ମୁଣ୍ଡ ଗୋଟି ମୋ ପୁତ୍ର କନ୍ଧେ ଦେଲେ ଯୋଡ଼ି, କୃପା କରି ଜିଆଇଲେ ଦୁଃଖ ଯିବ ଛାଡ଼ି। ଏହା ଶୁଣି ସଦାଶିବ ଆନନ୍ଦ ମନରେ, ଦୂତ ବରଗିଲେ ତହୁଁ ସକଳ ଦିଗରେ। ଦେଖ ପ୍ରଥମ ଗଣ ଏ ସଂସାରେ ଯହିଁ, ସଦ୍ୟଜାତ ଶିଶୁ ତାର ମାତା ପୁଷ୍ପେ ଥାଇ। ଶୋଇଥିବ ସେ ଶିଶୁର ମୁଣ୍ଡ କାଟି ଆଣ, ତେବେ ଭବାନୀ ପୁତ୍ର ପାଇବ ପରାଣ। ଏସନ ଆଦେଶ ପାଇ ଦୂତ ଗଣ ବେଗେ, ବ୍ରହ୍ମାଣ୍ଡ ଭିତରେ ଭ୍ରମି ଖୋଜିଲେ ଉଜଗେ। ସକଳ ଦିଗ ଭ୍ରମିଣ ଖୋଜି ନ ପାଇଣ, ଫେରି ଆସି ସ୍ୱାମୀ ପାଶେ କଲେ ନିବେଦନ। ଆହେ ପ୍ରଭୁ ତବା ଦେଶେ ବ୍ରହ୍ମାଣ୍ଡେ ବୁଲିଲୁ, ତବ କହିବା ସଦୃଶ ଶିଶୁ ନ ପାଇଲୁ। ଏହା କହି ଦୂତଗଣ ଯୋଡ଼ିବେନି କର, ପୁଣି ନିବେଦିଲେ ନାଥ ଶୁଣିବା ଠାକୁର। ଦେଖିଲୁ ଗୋଟିଏ ମାତ୍ର ହସ୍ତିନୀ ଏପରି, ଶୋଇଛି ସେ ତା ପିଲାକୁ ପିଛିଆଇ କରି। ଆଜ୍ଞା ଯେବେ ହେବ ତେବେ ଯିବୁ ଏହି କ୍ଷଣି, ସେ ହାତୀ ପିଲାର ମୁଣ୍ଡ କାଟିଦେବୁ ଆଣି। ଆଜ୍ଞା ପାଇ ତହୁଁ ଦୂତେ ଧାଇଁଲେ ସତ୍ୱରେ, ସେ ହସ୍ତୀ ସୁତର ମୁଣ୍ଡ କାଟି ଆଣିଦେଲେ। ସେ ମୁଣ୍ଡ ଗୋଟି ଶଙ୍କର ଧରି ନିଜ କରେ, ଗଣନାଥ ଗ୍ରୀବା ସଙ୍ଗେ ଯୋଡ଼ନ୍ତେ ସତରେ। ସଜୀବ ହୋଇଣ ତହୁଁ ଉଠେ ଗଣପତି, ଅପାର ଆନନ୍ଦ ଲାଭ କଲେ ମାତା ସତୀ।
ଗଜାନନ ପୁତ୍ର ମୁଖ ଦେଖି ସେ ଭବାନୀ, ତକ୍ଷଣେ ଶିବଙ୍କୁ ହୃଦେ ଆଲିଙ୍ଗିଲେ ପୁଣି। କଲ୍ୟାଣ ବାଞ୍ଛିଲେ ଶିବ ଶିବାଙ୍କୁ ସେ କାଳେ, ଏବେ ସୁଖୀ ହୋଇଲ ତ ଧର ପୁତ୍ର କୋଳେ। ଭବାନୀ ଆନନ୍ଦ ମନେ କହିଲେ ଶଙ୍କରେ, ନାଥ ମୋତେ ଦୟା କଲ ଏ ଯେଉଁ ପ୍ରକାରେ। କରିଣି ପୁତ୍ରକୁ ଯାଇ ଉଠାଅ ଯେପରି, ତେବେ ଜାଣ ଦୁଃଖ ଦୂର ହୋଇବ ମୋହରି। ତାର ମାତା ବହୁ ଦୁଃଖ ପାଉଥିବ ନାଥ, ଅବିଳମ୍ବେ କରିଣିକୁ ଦିଅ ତାର ସୁତ। ତହୁଁ ଶିବ ମୋର କଟ ମସ୍ତକ ମଗାଇ, କରିଣିର ପୁତ୍ର ସ୍କନ୍ଦେ ଦେଲେ କଲ ଗାଇ। ଜିଇଲା କରିଣି ପୁତ୍ର ମାତ୍ର ମୋର କଟ, ଶିବ ଆଶୀର୍ବାଦେ ଜିଇ ରହେ ମୁଣ୍ଡ କାଟ। ଏସନ ଆଶ୍ଚର୍ଯ୍ୟ ରୀତି ଦେଖି ଭଗବତୀ, ନିଜ ପତି ଜଗଦୀଶେ କରି ବହୁ ସ୍ତୁତି। ଧନ୍ୟ ଧନ୍ୟ ଦେବ ଦେବ ହେ ଭୂତ ଭାବନ, ଚରାଚର ବ୍ରହ୍ମାଣ୍ଡର ଅନାଦି କାରଣ। ମୁହିଁ ତବ ପ୍ରାଣ ପ୍ରିୟା ଅର୍ଦ୍ଧାଙ୍ଗ ହାରିଣୀ, ଦେଇ ମୋ ପୁତ୍ରକୁ ତୋଷ କଲ ଶୂଳ ପାଣି। ବାସୁଦେବ ବୋଲେ ଉମା ପାଇ ନିଜ ସୁତ, ସସ୍ନେହେ ଚୁମ୍ବନ ଦେଇ ହେଲେ ଆନନ୍ଦିତ।